ନଉନାହାନ୍ତି କିଏ ତାଙ୍କୁ ମନା କିଏ କରୁଛି ଏଥର ପ୍ରତିବନ୍ଧକ କିଏ ସେ ତାଙ୍କର ଯେ ନେଇପାରିବେ ନେବେ ତ ମନା କାଁ ଅଛି କହିବାଟା କାହାର କିଛି ମୁଁ କହିବି ଆମେ ତିନିଟା ନେଇଯିବୁ ସିଏ କହିବେ ଆମେ ତିନିଟା ନେଇଯିବୁ ସମୁଦାୟ ଚାରିଟା ଅଛି ଯିଏ ଏତେ ଛଡ଼େଇକି ନେଇପାରିବେ ସେଥିପାଇଁ ଯୋଉ ଗଣିତ ଅଛି ସେ ଗଣିତ ଅନୁସାରେ କାମ ହବ ଅଶ୍ୱିନୀ ବୈଷ୍ଣବ ଫର୍ମୁଲା ପୁଣି ଥରେ ହେବ କି ଯେ ବିଜେପି ସେ କଥା ଆମେ କେମିତି କହିପାରିବା ନବୀନ ବାବୁ ସମର୍ଥନ ଦେବେ କି ପୁଣି ସେ କଥା ଆମେ କହିପାରିବୁ ନବୀନଙ୍କ କଥା ନବୀନବାବୁ କହିବେ ସେ ଦଳର ନେତା ନିଷ୍ପତ୍ତି ତାଙ୍କର ସେ କଥା କ'ଣ ହବ ସେ କହିବେ କଂଗ୍ରେସ କହୁଛି ବିଜେପି ସହିତ ବିଜେଡି ରହିଛି ପୂର୍ବରୁ ଫେର ତ ସେଇ କଥା କହିଲି କିଏ କାହା କହିବାକୁ କିଏ କାହାକୁ ବୁଝେଇବ ଗୋଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ ନିଷ୍ପତ୍ତି ନେବାର ତେଣୁ ବିଜେପି ସହିତ ବିଜେଡି କ'ଣ ରହିବ ଦେଖନ୍ତୁ ଅପେକ୍ଷା କରନ୍ତୁ ଦଳର ନେତା କି ନିଷ୍ପତ୍ତି ନେଉଛନ୍ତି ଦଳର ନେତୃମଣ୍ଡଳୀ ସାଙ୍ଗରେ ପରାମର୍ଶ କରି କରିବେ ବୋଲି ଆମେ ଆଶା କରୁଛୁ ଗୋଟେ ନିର୍ଣ୍ଣାୟକ ସ୍ଥିତିକି ଆସିବ ବିଜେଡି ଭଲ ନିଷ୍ପତ୍ତି ହେବ ବୋଲି ଆମେ ଆଶା କରୁଛୁ ଚତୁର୍ଥ ଆସନ ପାଇଁ କ'ଣ ଆପଣ ପ୍ରାର୍ଥୀ ଦେବେ କି ମୁଁ କହିଲି ସେ କଥା ଦଳର ନେତା ନିଷ୍ପତ୍ତି କରିବେ ଆମର ତ ଏମିତି ଗୋଟେ କ୍ୟାଣ୍ଡିଡେଟ୍ ବି ହେଇପାରିବ ଜିତିକି ଯାଇପାରିବ ତାଙ୍କର ବିଜେପିର ଦୁଇ ଆମର ଗୋଟେ ଚତୁର୍ଥ ସିଟ୍ ପାଇଁ ଯୋଉ ଇଏ ସେଥିରେ ନିଷ୍ପତ୍ତି ସଭାପତି ନେବେ କଂଗ୍ରେସ ଆପଣଙ୍କୁ ଯେ କହିଛି ସେଟା ଫେର କାହିଁ ପଚାରେ କଂଗ୍ରେସ କହୁଛି ଆମେ ନବୀନ ପଟ୍ଟନାୟକ ଭେଟିବୁ ଗୋଟେ ଅନୁରୋଧ କରିବୁ ଯେ ମିଶିକି ଆମେ କଂଗ୍ରେସ ସେଟା ମୁଁ କ'ଣ କହିବି ସେ ପ୍ରସଙ୍ଗରେ ମୋତେ ପଚାରୁଛନ୍ତି କାହିଁକି କଂଗ୍ରେସ କହୁଛି କଂଗ୍ରେସ ବୁଝେଇବ ସିଏ କହୁଛି ଯିବ ଯିବ ସେ ଯାଇକି ପରାମର୍ଶ କରିବ କ'ଣ କରିବ ତେଣୁ ସେ ନିଷ୍ପତ୍ତି ସେ ଲେଭେଲରେ ହବ ଯୋଉ ଗୋଟିଏ ଆସନ ଆପଣ ମାନେ ତ ନେବେ ଯୋଉ ଆସନଟା କହୁଛନ୍ତି ଯେ ରାଜନୈତିକ ବ୍ୟକ୍ତି ବିଶେଷ ନା ଅଣରାଜନୈତିକ ବ୍ୟକ୍ତି ବିଶେଷ ସେଟା ତ ରାଜନୈତିକ ଲୋକ ହବା ଦରକାର ଉଚିତ ନିହାତି ଯେଉଁମାନେ ଦଳ ପାଇଁ ଯେଉଁମାନଙ୍କର ତ୍ୟାଗ ଅଛି ଆଗରୁ ଖଟିଛନ୍ତି ପରିଶ୍ରମ କରିଛନ୍ତି ସେଇଟା ଗୋଟେ ଏଲ୍ଡରଲି ହାଉସ୍ ଯୋଉଟା କହନ୍ତି ବୟସ୍କ ଲୋକମାନଙ୍କର ସେଇଟା ତେଣୁ ସେଠି ବୟସ୍କ ଲୋକ ଦଳ ପାଇଁ ଯିଏ ସମର୍ପିତ କାମ କରୁଛନ୍ତି ନିହାତି ସେଇ କଥା ଚିନ୍ତା କରିବା ଦରକାର ନା ଫେର ଆସିଲେ ଚର୍ବି ଚର୍ବଣ ଯାହା କହିଲି ଫେର ଆଉ ଥରେ ଆପଣ ନେତା ନିଷ୍ପତ୍ତି କରିବେ ଅନ୍ତର ଫନ୍ତର କିଛି ନାହିଁ ସବୁ ଦଳ ନିଷ୍ପତ୍ତିରେ ହବ କାମ ଦଳ ନିଷ୍ପତ୍ତିକି ଆମେ ଅପେକ୍ଷା କରୁଛୁ ନାଇଁ ନାଇଁ ସମସ୍ତେ କ'ଣ ଅଲଗା ଅଲଗା କହିଲେ ସମସ୍ତଙ୍କ ପାଇଁ ଅଲଗା ଅଲଗା କ୍ୟାଣ୍ଡିଡେଟ୍ ରହିବେ କି ଗୋଟେ ଦଳ ଯେତେବେଳେ ଅଛି ସେ ଦଳ ଗୋଟେ ନିଷ୍ପତ୍ତି ନେବ ଦଳ ନିଷ୍ପତ୍ତି ଭଲ ହବ ବୋଲି ଆମେ ଆଶା କରୁଛୁ ଆଜ୍ଞା ଆଉ ଗୋଟେ କଥା କେନ୍ଦୁଝରରେ ବିଜେଡି ଦୁର୍ବଳ ହେଲା ସନା ମହାକୁଡ଼ ବିଜେଡି ଛାଡ଼ିଦେଲେ ଦୁର୍ବଳ ହେଇଯାଉଛି କଂଗ୍ରେସ ନା ବିଜେଡି ଛାଡ଼ିଲେ କହୁନ ସେ ସସ୍ପେନ୍ସନଟା କ'ଣ ନୀଳମ ମଟ୍ଟନାୟକ ଛାଡ଼ିବା ସେ କାଲି ପା କହିଲେ ମୁଁ ଆଉ ବିଜେଡି କି ଫେରିବିନି ନା ନା ଫେରି ନ ପାରନ୍ତି କିନ୍ତୁ ଯିଏ ଯୋଉଠି ସସ୍ପେଣ୍ଡ ହେଲା ସେ ବାହାର ବହିଷ୍କୃତ ନ ହେବା ପର୍ଯ୍ୟନ୍ତ ସେ ଦଳରେ ସେ ଅଛି ତେଣୁ ସନା ଆଉ ବିରୋଧୀ ଲୋକ ତାଙ୍କର ସଂଗଠନ ଅଛି ଆଉ ସେ ଏବେ ଅଛନ୍ତି ପୁରା ଯାଇଛନ୍ତି ବୋଲି ତ କୋଉଠି ଆପଣ ଘୋଷଣା କରି କହିଲେ ବିଜେଡି ସହିତ ବି ଅଛନ୍ତି ନଥିଲେ ବି ବାହାରିଛନ୍ତି କାହିଁ କହିଲେ କି ମୁଁ ଦଳରୁ ବାହାରିଗଲି ପୁରା ସେ କଥା ତ କହିନାହାନ୍ତି ଇଟ୍ ଇଜ୍ ଏ ସସ୍ପେନ୍ସନ୍ ଇଟ୍ ନଟ୍ ଏ ଡିସମିସାଲ ଏଇଟା ଆପଣଙ୍କର ଯୋଉ ବହିଷ୍କୃତ ନୁହେଁ ତେଣୁ ଦଳରେ ଅଛନ୍ତି ନାହାନ୍ତି ସେ ଯାହା ବୁଝିବେ ଆପଣ କେଉଁଝର ସଂଗଠନ ପ୍ରଭାବିତ ହବ କି ଏମିତି ଆକ୍ସନ ହେଲା ପରେ ହଁ ହେଇପାରେ ହେଇପାରେ ସଂଗଠନ ପ୍ରଭାବିତ ହବ ହଁ ନିଶ୍ଚିତ ଆପଣ ଦେଖିବେ ଘଡ଼ି ସନ୍ଧି ମୁହୂର୍ତ୍ତ ଯେତେବେଳେ ନେତା ଦଳ ଛାଡୁଛନ୍ତି ସେଇ ସମୟରେ ଜଣେ ନେତାଙ୍କ ବିରୋଧରେ ସବୁ ଠିକ